ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ଆଜିର ଭିଡ଼ିଓରେ ଆମେ ପରମାନନ୍ଦ ଆଚାର୍ଯ୍ୟଙ୍କ ବିଷୟରେ କଥା ହେବା। ପରମାନନ୍ଦ ଆଚାର୍ଯ୍ୟ ଜଣେ ବିଶିଷ୍ଟ ଭାରତୀୟ ପ୍ରତ୍ନତତ୍ତ୍ୱବିତ୍ ଏବଂ ଐତିହାସିକ ଥିଲେ, ଯିଏ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଅଧ୍ୟୟନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ପ୍ରତ୍ନତତ୍ତ୍ୱର ଅଧୀକ୍ଷକ ଭାବରେ କାର୍ଯ୍ୟ କରିଥିଲେ। ସେ ପ୍ରାଚୀନ ସ୍ମାରକୀ ଏବଂ ଶିଳାଲେଖର ଦଲିଲୀକରଣ ଏବଂ ସଂରକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ତାଙ୍କର ବିଦ୍ୱାନ କୃତି, ଓଡ଼ିଶାର ଇତିହାସ ଏବଂ ଭଞ୍ଜ ରାଜବଂଶ ଉପରେ ତାଙ୍କର ବ୍ୟାପକ ଗବେଷଣା ପାଇଁ ପ୍ରସିଦ୍ଧ। ତାଙ୍କର ପ୍ରୟାସ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା, ଯେଉଁଠାରେ ସେ ଜଣେ ପ୍ରତିଷ୍ଠାତା ବ୍ୟକ୍ତିତ୍ୱ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ କ୍ୟାରିୟର ସମୟରେ ତାଙ୍କର ପ୍ରତ୍ନତତ୍ତ୍ୱ ଖନନ ଏବଂ ସାହିତ୍ୟିକ ଗବେଷଣା ପୂର୍ବ ଭାରତର ମଧ୍ୟଯୁଗ ଇତିହାସରେ ପ୍ରମୁଖ ଫାଟକୁ ପୂରଣ କରିବାରେ ସାହାଯ୍ୟ କରିଥିଲା। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବ। ଯଦି ଭଲ ଲାଗିଲା ଲାଇକ୍ କରିଦେବ, ଭିଡ଼ିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହବ ଆଗାମୀ ଭିଡ଼ିଓରେ। ନମସ୍କାର।